ମୁଁ ଆଜି ଏହି ପୀଠରୁ ମାଣିତ୍ରୀ ପୀଠରୁ ମୋର ମନେ ଅଛି 2009 ମସିହାରେ ଯେତେବେଳେ ଯାତ୍ରା ଆରମ୍ଭ କରିଥିଲି ମାଣିତ୍ରୀ ପୀଠରୁ ଆରମ୍ଭ କରିଥିଲି ଏବଂ ସେ ଯାତ୍ରା ସରିନାହିଁ ମଝିରେ ଟିକେ ବ୍ରେକ୍ ହେଇଥିଲା। ଯାତ୍ରା ଥିଲା ବିକାଶ ଏ ଅଞ୍ଚଳର ସାମୂହିକ ବିକାଶ ଥିଲା ଏକ ସ୍ୱପ୍ନ ଯେଉଁ ସ୍ୱପ୍ନକୁ ସାକାର କରିବା ପାଇଁ ନିର୍ବାଚନରେ ଯେତେବେଳେ ମୁଁ ଦିଲ୍ଲୀ ଗଲି ନିର୍ବାଚିତ ହେଇ ଆପଣଙ୍କ ଦ୍ୱାରା ସେତେବେଳେ ମୁଁ ଗୋଟିଏ କଥା କହିଥିଲି ଆପଣମାନେ ଯେ ଦିଲ୍ଲୀ ଯଦି ମୁଁ ଯାଏ ଆପଣଙ୍କ ଆଶୀର୍ବାଦ ନେଇ ଆପଣଙ୍କ ସମର୍ଥନ ନେଇ ତାହେଲେ ଦିଲ୍ଲୀ ଆପଣଙ୍କ ଦ୍ୱାରସ୍ଥ ହେବ, ଆପଣ ଦିଲ୍ଲୀର ଦ୍ୱାରସ୍ଥ ହେବେ ନାହିଁ। ତାର ଅର୍ଥ ଥିଲା ଯେ ଦିଲ୍ଲୀରୁ ଯାହା ବିକାଶ କାର୍ଯ୍ୟକୁ କରାଯାଇପାରେ ସେ ବିକାଶ କାର୍ଯ୍ୟକୁ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ନିଶ୍ଚିତ ଭାବେ କରାଯିବ, ଯାହା ଲୋକଙ୍କର ବହୁଦିନ ଦାବି। ଏବଂ ଅନେକ ସାମ୍ବାଦିକ ବନ୍ଧୁମାନେ ପଚାରିଥିଲେ ଯେ ଆପଣ କଣ ଆସ୍ୟୁରାନ୍ସ ଦେବା ପାଇଁ ଚାହୁଁଛନ୍ତି, ଆପଣ ଲୋକଙ୍କୁ କଣ ପ୍ରତିଶ୍ରୁତି ଦେବେ। ମୁଁ ପ୍ରତିଶ୍ରୁତି ସେଇ କଥା କହିଥିଲି ଯେ ଦିଲ୍ଲୀ ଆପଣଙ୍କ ଦ୍ୱାରସ୍ଥ ହେବ। ଆଜି ଯେତେବେଳେ ମାଣିତ୍ରୀ ପୀଠରୁ ପୁଣି ଥରେ ଯାତ୍ରା ଆରମ୍ଭ ହେଉଛି ମୁଁ ସେଥିରେ ଲେଖିଛି ଦିଲ୍ଲୀ ପୁଣି ଥରେ ବାଲେଶ୍ୱର ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆପଣଙ୍କ ଦ୍ୱାରସ୍ଥ ହେବ। 2014 ମସିହାରେ ଆପଣମାନେ ନିଷ୍ପତ୍ତି ନେଲେ ଏବଂ ସେତେବେଳେ ଭାରତବର୍ଷର ରାଜନୈତିକ ବାତାବରଣ ଏପରି ହେଇଥିଲା ଜଣେ ପ୍ରଧାନମନ୍ତ୍ରୀ ହେବା ପାଇଁ ଆସିଲେ ଲୋକେ ଭାବିଲେ ଯେ ଡକ୍ଟର ମନମୋହନ ସିଂ ପ୍ରଧାନମନ୍ତ୍ରୀ ହେଇଗଲେ 10 ବର୍ଷ, ଆମେ ଏକ ପରିବର୍ତ୍ତନ ଚାହୁଁ। ସେ ପରିବର୍ତ୍ତନରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତବର୍ଷରେ ବୁଲିଲେ ଏବଂ ଗୋଟିଏ କଥା କହିଲେ ଏବଂ ଗୋଟେ ଗ୍ୟାରେଣ୍ଟି ଦେଲେ ଯୁବକ ମାନଙ୍କୁ, ଯୋଉମାନେ ବେକାରୀ ଯୁବକ ସେମାନଙ୍କୁ କହିଲେ ପ୍ରତି ବର୍ଷ 2 କୋଟି ବେକାର ଯୁବକ ମାନଙ୍କୁ ଯୁବତୀ ମାନଙ୍କୁ ସେମାନଙ୍କୁ ଚାକିରି ଦିଆଯାଏ। ଅର୍ଥାତ୍ ଆଜି ସମୟ ଆସିଛି ସେ କଥାକୁ ଆପଣମାନେ ଦେଖିବା କଥା ଯେ ଗତ 10 ବର୍ଷ ଭିତରେ ନରେନ୍ଦ୍ର ମୋଦିଙ୍କର ଶାସନରେ ଅତି କମରେ 20 କୋଟି ତାଙ୍କ ଗ୍ୟାରେଣ୍ଟି ଅନୁସାରେ ହେବା କଥା। ମୁଁ ଆଜି ଆପଣମାନଙ୍କୁ ପଚାରୁଛି ବଡ଼ସାହି ଅଞ୍ଚଳର 20ଟି ପିଲା ଚାକିରି ପାଇଛନ୍ତି? 20 କୋଟି ତ ଦୂରର କଥା, ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ଏବଂ ସମଗ୍ର ଓଡ଼ିଶାରେ ସମଗ୍ର ଦେଶରେ ବେକାର ଯୁବକ ଯୁବତୀ ମାନେ ନା ଚାକିରି ଅଛି ନା କୌଣସି ଧନ୍ଦା କାମ କରିବା ପାଇଁ ବ୍ୟାଙ୍କରୁ ପଇସା ମିଳୁଛି। ଆଉ ଗୋଟେ କଥା କହିଥିଲେ ଚାଷୀ ମାନେ, ଚାଷୀ ମାନଙ୍କର ଇନକମ୍ 2 ଗୁଣିତ ହବ। ଆପଣ ଯାଆନ୍ତି ଚାଷୀ ମାନେ ଅଞ୍ଚଳ ଏକ ଚାଷୀ ମାନଙ୍କର ଅଞ୍ଚଳ ଚାଷର ଅଞ୍ଚଳ ଆମର ଜିଲ୍ଲା ଏବଂ ବାଲେଶ୍ୱର ଜିଲ୍ଲା ଚାଷୀ ମାନେ ମୁଣ୍ଡରେ ହାତ ଦେଇକି ବସିଛନ୍ତି। ଏପରିକି ଧାନର ଠିକ ରେଟ୍ ମଧ୍ୟ ମିଳୁନାହିଁ, ଯେତେବେଳେ ଧାନ ଉତ୍ପାଦନ କରିକି ସେମାନେ ମଣ୍ଡିକୁ ନେଉଛନ୍ତି ବିକ୍ରି କରିବା ପାଇଁ। ବହୁବାର ଦାବି ହେଇଛି ଯେ ମିନିମମ୍ ସପୋର୍ଟ ପ୍ରାଇସ୍ MSP ଯାହାକୁ କୁହାଯାଏ ତାକୁ 3 କ୍ୱିଣ୍ଟାଲକୁ 3200 ଟଙ୍କା କରାଯାଉ ବୋଲି ସେ କରାଯାଇ ପାରିଲା ନାହିଁ। ଗ୍ୟାରେଣ୍ଟି ଦେଇଥିଲେ ଠିକ ସେଇଭଳି ଅନେକ କଥା କୁହାଯାଇଥିଲା। ଦର ବୃଦ୍ଧି ସମ୍ପର୍କରେ ଆପଣ ଯଦି ଦେଖିବେ ଦର ବୃଦ୍ଧି ଆକାଶ ଛୁଆ ହେଇଛି। ଯୋଉମାନେ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବେ 450 ଟଙ୍କା ୟୁପିଏ ସରକାର ସମୟରେ ଥିଲାବେଳେ ବର୍ତ୍ତମାନ କେତେ ଟଙ୍କା ହେଲାଣି? 1000 ଟଙ୍କା ଉପରକୁ ଗଲାଣି। ମତେ ଆଜି ଯୋଗୀ ନୂଆ ଗାଁରେ ବସିଥିଲି, ଜଣେ ମାଉସୀ ଆସିକି କହିଲା ଯେ ବାବୁ କିରୋସିନ କାହିଁକି ମିଳୁନାହିଁ? ଯେତେବେଳେ କିରୋସିନ ମିଳୁନାହିଁ, ବିଜୁଳି ଚାଲି ଯାଉଛି, ସେତେବେଳେ କିରୋସିନ ପାଇଁ ଆମକୁ ମିଳୁନାହିଁ। ଏଇ ଅବସ୍ଥା ବର୍ତ୍ତମାନ ଡିଜେଲ ପେଟ୍ରୋଲର ଦାମ ତ ଡବଲ ହେଇଛି। ପ୍ରତ୍ୟେକ ଜିନିଷର ଦାମ ହୁ ହେଇ ବଢିଛି। ମୁଁ ଆଜି ଦେଖୁଥିଲି ମେଡିସିନ ଔଷଧ
तीन गुण बढ़ी मत काली जड़े आसी कहला गोटे मेडिसिन जोटा 130 टंका था 268 टंका मनते टैबलेट सब टैबलेट एसेंशियल जो टैबलेट लोक रोग ने सब दर बढ़िबार लगी कारण निष्पत्ति एपरी मोदी सरकार करे से आम कहलु जन औषधि बाजार में जो मेडिसिन मिले तार दाम 100 टंका हम जन औषधि माध्यम आम 20 टंका दो सब जिला हेडक्वार्टर एवं से दुकान को बर्तमान विभिन्न अंचल केवल बढ़ेवा उचित था कम बढ़े केवल ऐड नरेंद्र मोदी फोटो व्यतीत अन्य किसी ना